ଆଜିର ପ୍ରେସ୍ ବାର୍ତ୍ତାକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ବିଗତ କିଛି ଦିନ ହେଲା ଯୋଡ଼ା, ବଡ଼ବିଲ, ଚମ୍ପୁଆ ଏବଂ କେନ୍ଦୁଝର କିଛି ଅଞ୍ଚଳରେ ଛିନତାଇର କିଛି ମାମଲା ଯେଉଁ ହେଇଥିଲା ତା ଉପରେ ଗୋଟେ ଯେଉଁ ଗ୍ୟାଙ୍ଗ କାମ କରୁଥିଲା ତାକୁ ଧରିବା ପାଇଁ କେନ୍ଦୁଝର ଏସ୍ପିଙ୍କ ନେତୃତ୍ୱରେ ଗୋଟେ ଟିମ୍ ଦକ୍ଷ ଅଫିସରମାନଙ୍କୁ ନେଇକି ଗୋଟେ ଟିମ୍ ଗଠନ କରାଯାଇଥିଲା ଏବଂ ସେ ଟିମ୍ କାମରେ ଲାଗିଥିଲା। ଟେକ୍ନିକାଲ ଏବଂ ଫିଜିକାଲ ଆନାଲିସିସରେ 3ଟା କ୍ରିମିନାଲ ଆଇଡେଣ୍ଟିଫାଏ ଆମେ କରିଥିଲେ। ଝାଡ଼ଖଣ୍ଡର ମଝିଗାଁର 2 ଜଣ, ଜଗନ୍ନାଥପୁରର ଜଣେ। ତ ଗଡ଼ାହାଟିଂ ପାଖରେ ଗୋଟେ ଛିନତାଇର ଉଦ୍ୟମ କରୁଥିବା ସମୟରେ ସ୍ପେସିଫିକ୍ ଇନଫର୍ମେସନରେ ସେ 3 ଜଣଙ୍କୁ ଆମେ ଆପ୍ରିହେଣ୍ଡ କରିଥିଲୁ। ତାଙ୍କର ପାଖରୁ ପଚରା ଉଚରାରେ ସେମାନେ କନଫେସ୍ କଲେ ଯେ ସେମାନେ ଯୋଡ଼ାର ପାଖାପାଖି 3ଟା କ୍ରାଇମ୍, ସେ ଯୋଡ଼ାର 3ଟା ଇନସିଡେଣ୍ଟ ସେ କରିଛନ୍ତି। ବଡ଼ବିଲ ଥାନାରେ 5ଟା କାଣ୍ଡ କରିଛନ୍ତି ଏବଂ ଚମ୍ପୁଆ ଥାନା ଏରିଆରେ ଗୋଟେ। ତ ସେମାନେ ପାଖାପାଖି 200ରୁ 250 ଗ୍ରାମ ସୁନା ଆଉ ଏ ଟାଇପ୍ର କିଛି ଛିନତାଇ ସେମାନେ କରିଛନ୍ତି। ସେମାନେ ସାଧାରଣତଃ କିଛି ମହିଳା, ବୟସ୍କ ମହିଳା ସେଇମାନଙ୍କୁ ଟାର୍ଗେଟ କରୁଥିଲେ। ମାନେ ଆର୍ଲି ମର୍ଣ୍ଣିଂ ଏବଂ ଟିକେ ଲେଟ୍ ଇଭିନିଂରେ ମାନେ ଏଇ ସମୟ ଦେଖିକି ଏମାନେ ସବୁ କାଣ୍ଡ କରିଥିଲେ। ତ ଏମାନଙ୍କର ପଚରା ଉଚରାରେ ତାଙ୍କର କିଛି ସହଯୋଗୀଙ୍କର ନାଁ ବି ଜଣାପଡ଼ିଲା, ଯେଉଁମାନେ ଗୋଲ୍ଡ ରିସିଭର, ଷ୍ଟଲେନ୍ ଗୋଲ୍ଡ ରିସିଭର, ଟାଟାର ଶିବ ଜୁଏଲାରୀ ବୋଲି ଜଣାପଡ଼ିଛି। ତ ଆମେ ସେଠି ବି ଯାଇକରି କିଛି ରିକଭରି ତାଙ୍କ ପାଖରୁ କଲୁ। ଆଉ ଆଜି ତାଙ୍କ ପାଖରୁ ଗୋଟେ ହିରୋ ହୋଣ୍ଡା ସାଇନ୍ ଗୋଟେ ବାଇକ୍ଟା, ଝାଡ଼ଖଣ୍ଡ ନମ୍ବର ଅଛି JH05BL9266, ସିଏ ବି ଜବତ ହେଇଛି। ଆଉ ସୁନା 29.53 ଗ୍ରାମ, 530 ଗ୍ରାମ, ଆଉ ସିଲଭର 3 କେଜି 68 ଗ୍ରାମର ସିଜର ହେଇଛି। ସେ ଯେଉଁ ବାଇକ୍ଟା ସେଟା ବି ଚୋରା ବାଇକ୍ ବୋଲିକି ଅନୁମାନ କରାହେଉଛି, ସେଟା ଆମେ ଭେରିଫାଏ କରୁ। ଆଉ ଆଜି ମହିଳାମାନଙ୍କୁ କୋର୍ଟ ଦେଇଥିଲା। ସୁନା 29 ଗ୍ରାମର ଆଉ ସିଲଭର ହେଇଛି 3 କେଜି 681 ଗ୍ରାମ।